ଚିଲିକା ପନ୍ତାରୁ କୋଶେ ମାତ୍ର ଛାଡ଼ି ଥିଲା ସୁନାଗଡ଼ ଗାଁ। ଚିଲିକା ପନ୍ତାରୁ କୋଶେ ମାତ୍ର ଛାଡ଼ି ଥିଲା ସୁନାଗଡ଼ ଗାଁ। 100 ଗାଁ କେଶେ ଗାଁ ଖଣ୍ଡିଏ ଲୋ ବିଭବକୁ ଚାହିଁ ନା। 2 ସାଇ ମିଶି ଘର 6 କୋଡ଼ି, ଛକୋଡ଼ି ଉଆସ ଅବା। ଖାଇ ପିଇ ସୁଖେ ଚଳନ୍ତି ଲୋକେ ଲୋ ଲାଗିଥାଏ ଦବା ନବା। ବାସ୍ତବିକ ଓଡ଼ିଶାର ପ୍ରସିଦ୍ଧ ଗାଥା କବି ଗୋଦାବରୀଶ ମିଶ୍ରଙ୍କର ଆଲେଖିକା କବିତା ସଂକଳନର ଏକ ଅଂଶ ବିଶେଷ ଯାହା କୁହାଯାଏ ଦୁଃଖୀଧନ। ଓଡ଼ିଶାର ଅନେକ ଛାତ୍ରଛାତ୍ରୀ ଯିଏ ଓଡ଼ିଆ ବିଭାଗରେ ଅଧ୍ୟୟନ କରୁଛନ୍ତି ସେମାନଙ୍କ ଅନୁରୋଧରେ ଏହି ଭିଡ଼ିଓ ପ୍ରସ୍ତୁତ କରାଯାଉଛି। ଏହା ଏକ ଦୀର୍ଘ କବିତା ଏବଂ ବିଶେଷ କରି ଏହି କବିତାର ଶେଷ ଅଂଶ ଗୁଡ଼ିକ ଆବଶ୍ୟକତାର ଅନୁଭବ ହୁଏ ନାହିଁ। ବର୍ତ୍ତମାନ ଯେଉଁ କୁହାଯାଏ ଛତ୍ରଗଡ଼ ଘାଟି ଓ ଗଞ୍ଜାମର ପଥରା ଗ୍ରାମ ମଧ୍ୟରେ ଚିଲିକା ଭୂମି ଭିତରକୁ ବହୁତ ପଶି ଯାଇଅଛି। ଏ କବିତାରେ କୁହାଯାଇଛି ସୁନାଗଡ଼ ରାଜ୍ୟ ପୂର୍ବେ ସେଠାରେ ଥିବ। ସେଠାରୁ ଅଳ୍ପ ଦୂରରେ ବାଣପୁର ମଧ୍ୟରେ ସୁନାଖଳା ଓ ସୁନାକେରା ନାମରେ 2 ଗୋଟି ସ୍ଥାନ ଅଛି। ଗଞ୍ଜାମ ଜିଲ୍ଲାରେ ମଧ୍ୟ ସୁନାପଲ୍ଲୀ ଓ ସୁନାପୁର ପ୍ରଭୃତି ଗ୍ରାମ ଅଛି। ଛତ୍ରଗଡ଼ ଘାଟି ଓଡ଼ିଶା ଓ ମାନ୍ଦ୍ରାଜର ପ୍ରଦେଶ ସୀମା ଥିଲା ଅତୀତରେ। ପରେ ଓଡ଼ିଶା ପ୍ରଦେଶ ଗଠିତ ହେବା ପରେ ଏହି ସୁନାଗଡ଼ ପୁରୀ ଏବଂ ଗଞ୍ଜାମ ଜିଲ୍ଲାର ସୀମା ସରହଦ ହେଲା ଏବଂ ଏହା ନିକଟରେ ଭାଲେରୀ ପର୍ବତ ଖୋଲରେ ଯେଉଁ କୁହାଯାଏ ନାରାୟଣୀଙ୍କ ପୀଠ। ଓଡ଼ିଶା ସ୍ୱତନ୍ତ୍ର ରାଜ୍ୟ ହେବା ପରେ ଏ ପଦର ଶେଷ କବିତା ଗୁଡ଼ିକ ଆଉ ଆବଶ୍ୟକ ହୁଏ ନାହିଁ ବୋଲି ମନେ କରାଯାଏ। ତେବେ ଆସନ୍ତୁ ଆଲୋଚନା କରିବା ଏହି ଦୁଃଖୀଧନ କବିତାର ପ୍ରଥମ ଭାଗ ଯେଉଁ କୁହାଯାଉଛି 1 ନମ୍ବର ପଂକ୍ତି। ଚିଲିକା ପନ୍ତାରୁ କୋଶେ ମାତ୍ର ଛାଡ଼ି ଥିଲା ସୁନାଗଡ଼ ଗାଁ। 100 ଗାଁ କେଶେ ଗାଁ ଖଣ୍ଡିଏ ଲୋ ବିଭବକୁ ଚାହିଁ ନା। 2 ସାଇ ମିଶି ଘର 6 କୋଡ଼ି, ଛକୋଡ଼ି ଉଆସ ଅବା। ଖାଇ ପିଇ ସୁଖେ ଚଳନ୍ତି ଲୋକେ ଲୋ ଲାଗିଥାଏ ଦବା ନବା। ଗାଥା କବି ଗୋଦାବରୀଶ ମିଶ୍ରଙ୍କର ଏକ ଅନୁପମ କବିତା ଏହି ଦୁଃଖୀଧନ। ଚିଲିକା ପନ୍ତା କୁହାଯାଇଛି। ଚିଲିକାର ଯେଉଁ କୁହାଯାଉଛି ପନ୍ତା, ଚିଲିକା ଠାରୁ ଏବଂ ଚିଲିକା ନିକଟରେ କୋଶେ ମାତ୍ର ବ୍ୟବଧାନ ରଖି ଯେଉଁ ଗାଁ ନାଁ ସୁନାଗଡ଼ ସେ କହିଛନ୍ତି ଏବଂ ଶହ ଶହ ଗାଁ ଭିତରେ ସେ ଏକ ସୁନାମଧନ୍ୟ ଗାଁ ବୋଲି ମଧ୍ୟ କବି କହୁଛନ୍ତି। ତା'ର ବହୁତ ବିଭବ ଅଛି, ଧନଶାଳୀ ଏବଂ ଯଶ ବିଭବରେ ପରିପୂର୍ଣ୍ଣ ସେ ଗାଁ ଖଣ୍ଡିକ। 2 ସାଇ ବିଶିଷ୍ଟ ଏହି ଗାଁ ଯେଉଁ କୁହାଯାଉଛି ଘର ମାତ୍ର 6 କୋଡ଼ି ହେବ ଏବଂ 6 କୋଡ଼ି ଠିକ୍ ରାଜା ଉଆସ ପରି ସେହି ସୁନାଗଡ଼ ଗାଁ ବୋଲି ସେ କହୁଛନ୍ତି। ଖାଇ ପିଇ ଲୋକେ ବହୁତ ଖୁସିରେ ଚଳନ୍ତି ଏବଂ ପରସ୍ପର ମଧ୍ୟରେ ଦବା ନବା ମଧ୍ୟ ଖୁବ୍ ଭଲ ଭାବରେ ଚାଲିଥାଏ। ଏହା କବିଙ୍କର ଅଭିବ୍ୟକ୍ତି ଏବଂ ପରବର୍ତ୍ତୀ ପଦରେ ମଧ୍ୟ କବି କହୁଛନ୍ତି ବଡ଼ ତହି ମଧ୍ୟେ ଦଳେଇଙ୍କ ଘର, ରାଇଜ ରାଜାଙ୍କ ବାହା। ସାଇ ପଡ଼ିଶାଙ୍କ ସେନେହି ଜନଲୋ ଦୁଃଖୀ ଭିକାରୀଙ୍କ ସାହା। ଯିଏ ବଡ଼ ସିଏ ହେଉଛନ୍ତି ଦଳେଇ, ଯେଉଁ ଦଳେଇ ଘର କୁହାଯାଉଛି ସୁନାଗଡ଼ ଏହି ସାଇର ଏବଂ ସିଏ ରାଜାଙ୍କର ଯେଉଁ କୁହାଯାଉଛି ଡାହାଣ ହାତ, ରାଜାଙ୍କର ଏକାନ୍ତ ପାଖ ଲୋକ। ସାଇ ପଡ଼ିଶାଙ୍କ ସ୍ନେହୀ ଅର୍ଥାତ୍ ସାଇ ପଡ଼ିଶା ଅନେକ ଲୋକ ତାଙ୍କୁ ସ୍ନେହ କରନ୍ତି, ଯିଏକି ଦୁଃଖୀ ଭିକାରୀ ଦୁଃଖୀରଙ୍କୀମାନଙ୍କର ପେଟକୁ ଚିହ୍ନି ପାରନ୍ତି। ଏହି ଦଳେଇ ଯେଉଁ କୁହାଯାଉଛି ଦଳେଇଙ୍କ ଘର। ବୌଦ ବାମଣ୍ଡା ବଣେଇ କଟକ ପାରଳା ଗଡ଼ ମଞ୍ଜୁଷା। ଦେଶୁ ଦେଶେ ନୀତି ସଭିଙ୍କ ମୁହେଲୋ ଦଳେଇଙ୍କ ପ୍ରଶଂସା। ଏହି ଦଳେଇ ବାବୁ ଯେଉଁ କୁହାଯାଉଛି ସୁନାଗଡ଼ ସାହିର ସୁନାଗଡ଼ ଗାଁର ତାଙ୍କର ବୌଦ ବାମଣ୍ଡା ଏବଂ ବଣେଇ ଏହି ଅଞ୍ଚଳ ଏବଂ ପାରଳା ଅଥଚ ଗଡ଼ ମଞ୍ଜୁଷା ଏହି ରାଜ୍ୟମାନଙ୍କରେ ତାଙ୍କୁ ନୀତି ଅଭ୍ୟର୍ଥନା ମିଳିଥାଏ। ସମସ୍ତେ ତାଙ୍କୁ ପ୍ରଶଂସା କରନ୍ତି। ଦେଶୁ ଦେଶ ବୁଲି ବାଟୋଇ ପ୍ରବାସୀ ଆସନ୍ତି ଦଳେଇ ଘରେ। ଦିନେ ତ ଦଳେଇ ପଛାନ୍ତି ନାହିଁ ଲୋ କାକୁ ଚର୍ଚ୍ଚା କରିବାରେ। ଦେଶ ଦେଶ ବୁଲି ଅନେକ ପ୍ରବାସୀ ଯେଉଁ କୁହାଯାଉଛି ବିଦେଶୀ ଅଭ୍ୟାଗତ ଅତିଥିମାନେ ଏହି ଦଳେଇଙ୍କ ଘରକୁ ଆସନ୍ତି ଏବଂ ଦଳେଇ ସେମାନଙ୍କର ଅତିଥି ସତ୍କାର କରିବାରେ କେବେ କାର୍ପଣ୍ୟତା କରିନାହାନ୍ତି। ଏହା କୁହାଯାଇଛି ଧନ ଜନ ଦିହେଁ ଚିର ଶତ୍ରୁ ଭବେ। କିଏ ନ ଜାଣେ କାହିଁ ଧନ ରହିଥାଏ ପୁରୀ ଯେ ଠାବେଲୋ ଜନ ତ ଆସଇ ନାହିଁ। ବାସ୍ତବିକ ଏହା କେଉଁ ଦିଗକୁ ସୂଚାଉଛି? ଯେଉଁଠି ଧନ ଥାଏ ସେଠି ଜନ ନଥାଏ, ଯେଉଁଠି ଜନ ଥାଏ ସେଠି ଧନ ନଥାଏ। ତେଣୁ କୁହାଗଲା ଧନ ଜନ ଦିହେଁ ଚିର ଶତ୍ରୁ ଭବେ। କିଏ ନ ଜାଣେ ଏକଥା ଏହା କହୁଛନ୍ତି। ଅଥଚ ଦଳେଇଙ୍କ ଘର ଫାଟି ପଡ଼ୁଥାଏ ନାନା ବୈଭବେ ପୁରୀ।
ରୂପା କବାଟକୁ ସୁନା ଶିକୁଳିଲ ଉଠେ ଦାଉ ଦାଉ ଜଳି। ଦଳେଇଙ୍କର ପ୍ରାଚୁର୍ଯ୍ୟ ପଣିଆ କଥା ଏଠି କୁହାଯାଇଛି, ଯାହାଙ୍କର ରୂପାର କବାଟ ଏବଂ ସୁନାର ଶିକୁଳି ଦାଉ ଦାଉ ଜଳୁଥାଏ ବୋଲି ମଧ୍ୟ କବି ବର୍ଣ୍ଣନା କରିଛନ୍ତି ତାଙ୍କ ଗାଥା କବିତା ଏହି ଦୁଃଖୀଧନ କବିତାରେ। କେତେ ଯେ ଅତିଥି ଅଭ୍ୟାଗତ କେତେ କେତେ ବନ୍ଧୁ ନୌକର, ପୁରୀ ରହିଥାନ୍ତି ଉଆସେ ନୀତିଲୋ ଲାଗିଥାଏ ବିଭାଘର। ଅଥଚ କୁହାଗଲା କେତେ ଅତିଥି କେତେ ଅଭ୍ୟାଗତ କେତେ ବନ୍ଧୁ କେତେ ନୌକର ଅଥଚ ଚାକର, ଏମାନେ ସବୁ ତାଙ୍କ ଘରେ ଭର୍ତ୍ତି ହୋଇଥାନ୍ତି ଏବଂ ନୀତି ସତେ ଜଣାପଡ଼େ ଉଆସ ପରି ତାଙ୍କ ଘର ଦଳେଇଙ୍କ ଘର ଏବଂ ସତେ ଯେମିତି ପ୍ରତିଦିନ ଏଠି ବାହାଘର ହେଉଛି କି ଏଇଭଳି ଭାବରେ ଲୋକଙ୍କର ଭିଡ଼ ଥାଏ। ଏହା ପ୍ରଥମ ପଂକ୍ତିରେ କୁହାଯାଇଛି। ଆସନ୍ତୁ ଏହାର ଦ୍ୱିତୀୟ ପଂକ୍ତିକୁ ଏବେ ଆଲୋଚନା କରିବା। କୁହାଯାଇଛି ଏତେ ବୈଭବେ ଦଳେଇଙ୍କ ମନେ ସୁଖ ତ ନଥାଏ ତିଳେ, ଦଶ ଦିଗ ତାଙ୍କୁ ଅନ୍ଧାର ଦିଶେଲ ତୁଚ୍ଛ ସବୁ ମହି ତଳେ। ଅଥଚ ଏତେ ବିଭବ ଏତେ ସମ୍ପଦ ଏତେ ପ୍ରାଚୁର୍ଯ୍ୟ ଭିତରେ ମଧ୍ୟ ଦଳେଇଙ୍କ ମନ କେବେ ସୁଖ ନଥାଏ, କାରଣ ତାଙ୍କୁ ଦଶ ଦିଗ ଅନ୍ଧାର ପରି ଲାଗେ, ସବୁ ତାଙ୍କୁ ତୁଚ୍ଛ ତୁଚ୍ଛ ଲାଗେ ବୋଲି କୁହାଯାଇଛି। ସକଳ ସମ୍ପଦ ବଡ଼ ସମ୍ପଦ ସେ ପୁଣ୍ୟ ଜହ୍ନରୁ ତୋରା, ଦରିଦ୍ର ପସରା ଅନ୍ଧର ଲଉଡ଼ିଲ ବୁଡ଼ନ୍ତା ଲୋକର ଭେଳା। ଚାହିଁ ଯାହା ମୁହଁ ସଂସାର ଗଞ୍ଜଣା ଦଣ୍ଡକେ ଯାଏ ପାଶୋର, ସେହୁ ନାହିଁ ଘର ସୋହା କରିବୋଲ ଉଆସ ଦିଶେ ଅନ୍ଧାର। ଦାନ ଧର୍ମ କେତେ କରନ୍ତି ଦଳେଇ ଧନକୁ ଚାହାନ୍ତି ନାହିଁ, ଘରଣୀ ତାଙ୍କର ବ୍ରତ ଉପାସେଲ କଣ୍ଟାଟି ଗଲେଣି ହୋଇ। ଏହି ଭାବେ ଗଡ଼ ଗଲା ଯେତେ ଦିନ ସେ ଦୁଃଖ କହିବି କିସ, ବୟସ ଖସନ୍ତେ ଘରଣୀଙ୍କର ଲୋ ହୋଇଗଲା ଗର୍ଭବାସ। ଅଥଚ ଦଳେଇଙ୍କର କୌଣସି ସନ୍ତାନ ସନ୍ତତି ନଥିଲେ, ସେ ମନସ୍ତାପରେ ଥିଲେ ଏବଂ ଏଇଭଳି ଭାବରେ ସେ ଅନେକ ଦାନ ଧର୍ମ ମଧ୍ୟ କରନ୍ତି, ଉପବାସ ଏବଂ ବ୍ରତ ମଧ୍ୟ ତାଙ୍କ ଘରଣୀ କରନ୍ତି, କିନ୍ତୁ ବୟସ ଗଳିଯାଆନ୍ତେ ତାଙ୍କ ଘରଣୀଙ୍କର ଗର୍ଭବାସ ହେଲା ବୋଲି ଏହି କବିତାରେ କୁହାଯାଇଛି। ଏହା ସଂକ୍ଷିପ୍ତରେ କୁହାଯାଉଛି ତୁଣ୍ଡୁ ତୁଣ୍ଡେ ଯାଇ ଦିନକେ ସେ କଥା, ଦେଶେ ହୋଇଗଲା ସ୍ୱର, ଯେ ଶୁଣିଲା ସ୍ତୋକେ କହିଲା ହସିଲୋ ଷଠି ମଞ୍ଚେ ବଳିଆର। ନିଶ୍ଚିତ ଭାବରେ ଷଠି ବୁଢ଼ୀ କୁହାଯାଉଛି ଯିଏ ଜନ ଦିଅନ୍ତି, ଯିଏ ନିଶ୍ଚିତ ଭାବରେ ସନ୍ତାନ ସନ୍ତତିର ଦେବତୀ, ଏହି କଥା କୁହାଯାଉଛି। ଯିଏ ସମସ୍ତଙ୍କ ସାମ୍ନାରେ ସେଇ ଗୋଟିଏ କଥା, ସମସ୍ତଙ୍କ ତୁଣ୍ଡରେ ସେଇ କଥା ସାରା ଦେଶରେ ପ୍ରଚାରିତ ହେଲା, ଯିଏ ଶୁଣିଲା ସେ ମଧ୍ୟ ହସିଲା। ଏଠି ଷଠି ବୁଢ଼ୀକୁ ମଧ୍ୟ ସମସ୍ତେ ପ୍ରଶଂସା କଲେ, ଷଠି ମଞ୍ଚେ ବଳିଆର ବୋଲି କୁହାଯାଇଛି। ଯେ ଯାହା ଦେଖଇ ଫୁଲ ଫଳ ପତ୍ର ଦିଏ ଅଯାଚିତେ ଆଣି, କିଦ୍ରବେ କେଜାଣି ସଧ ହୃଦୟଲୋ ରଖିଥିବେ ସାଆନ୍ତାଣୀ। ଏହା କୁହାଗଲା ନିଶ୍ଚିତ ଭାବରେ ସମସ୍ତେ ତାଙ୍କୁ ସ୍ନେହ ଆଦର କରନ୍ତି, ଫୁଲ ଫଳ ପତ୍ର ଆଣି ଦିଅନ୍ତି ଏବଂ ଏଇଭଳି ଭାବରେ ସାଆନ୍ତାଣୀକୁ ଖୁସିରେ ରଖିବା ପାଇଁ ସମସ୍ତ ବନ୍ଧୁ ପାରିଷଦ ବର୍ଗ ମଧ୍ୟ ଚେଷ୍ଟା କରୁଥାନ୍ତି, ଏ କଥା କୁହାଯାଇଛି। 10 ମାସ ଆସି ପଶିଲା ଦିନୁ ତ ଉଦ୍ବେଗ ବଢ଼ିଲା ମନେ, ବିଳମ୍ବ ଆଉ ଯେ ନଯାଏ ସୁହାଲୋ ଘଡ଼କ ଲଗାଇ ଦିନେ। 10 ମାସ ଆର 8 ଦିନ ଗଲା ଅଷ୍ଟଯୁଗ ପରି ଜଣା, 9 ଦିନ ବଢ଼ି ସକାଳୁ ହେଲା ଲ ଗର୍ଭ ଶୂଳ ବେଦନା। ଯେଉଁଭଳି ଭାବରେ କୁହାଯାଉଛି 10 ମାସର 8 ଦିନ ଗଲା ପରେ ଅଷ୍ଟଯୁଗ ଅର୍ଥାତ୍ 8 ଯୁଗ ପରି ତାଙ୍କୁ ପ୍ରତ୍ୟାମାନ ହେଉଥିଲା ଗର୍ଭର ଯନ୍ତ୍ରଣା ଏହି ସାଆନ୍ତାଣୀଙ୍କର ଦଳେଇଙ୍କ ଘରେ। 9 ଦିନ ବଢ଼ି ସକାଳୁ ଯେଉଁ କୁହାଯାଉଛି ଗର୍ଭ ଯନ୍ତ୍ରଣା ହେଲା ଏବଂ ଯେଉଁ କୁହାଯାଉଛି ଗର୍ଭ ଶୂଳ ବେଦନା, ଏହା କୁହାଗଲା। ଘଡ଼ିକ ଭିତରେ ଉଆଁସେ ସଭିଏ ଦେଖନ୍ତି ଉଷତେ ବସି, ମାଆଙ୍କ ଗର୍ଭ ଭୂଇଁ ଉପରେ ଲୋ କୁମାର ପଡ଼ିଲା ଖସି। ଠିକ୍ ସେହି ସମୟରେ ମାଆଙ୍କର ଗୋଟେ ପୁତ୍ର ସନ୍ତାନ ଜନ୍ମ ହେଲା, ଏହା କୁହାଯାଇଛି। ଉଇଁ ସୂର୍ଯ୍ୟ ଆସୁ ଅଛନ୍ତି ପୂରିବେ, ରାବନ୍ତି କୋଇଲି କୁଆ, ମା କୋଳେ ପୁଅ ଶୋଇ ଉଆସେଲୋ କାନ୍ଦେ ଗେଲେ କୁଆଁ କୁଆଁ। ଏହା ଖୁବ୍ ସହଜ, କାରଣ ସତେ ଯେମିତି ପୂର୍ବ ଦିଗରୁ ସୂର୍ଯ୍ୟ ଉଇଁ ଆସୁଛନ୍ତି ଏବଂ କୋଇଲି କୁଆ ଯେଭଳି ଭାବରେ ମଧୁର ସ୍ୱରରେ କୁଆଁ କୁଆଁ ରାବ କରନ୍ତି, ଠିକ୍ ସେଇଭଳି ଭାବରେ କୁଆଁ କୁଆଁ ରାବ କରୁଥିଲେ ମାଆଙ୍କ କୋଳରେ ଶୋଇ ଏହି ନବ ପ୍ରସବ ହୋଇଥିବା ଶିଶୁ ସନ୍ତାନ। କୁମାର ଜନମ କଥା ଗଲା ବେଗେ ଗାଁରୁ ଗାଁକୁ ଚାଲି, ଦୂର ପାଖ ନାହିଁ ସୁଅ ପ୍ରମାଣେଲ ଲୋକେ ଯେ ଆସନ୍ତି ମାଡ଼ି। ଏହି କୁମାରଙ୍କର ଜନ୍ମ ହେବା ପରେ ଦଳେଇ ଘରେ ସମଗ୍ର ଯେଉଁ କୁହାଯାଉଛି ଗାଁରୁ ଗାଁକୁ ଏ ବାର୍ତ୍ତା ପ୍ରଚାରିତ ହୋଇଗଲା ଏବଂ ଦୂର ପାଖ ନୁହଁ, ଖୁବ୍ ଦୂରରୁ ମଧ୍ୟ, କେବଳ ପାଖରୁ ନୁହେଁ ଦୂରରୁ ମଧ୍ୟ ସମସ୍ତ ଲୋକମାନେ ଏଠିକି ଆସନ୍ତି ସେ କୁମାରଙ୍କୁ ଦେଖିବା ପାଇଁ। ଏହା ତୃତୀୟ ପଦରେ କୁହାଗଲା। ଚତୁର୍ଥ ପଂକ୍ତିରେ ମଧ୍ୟ କୁହାଯାଇଛି ଦଳେଇଙ୍କ ମନ ଉଛୁଳି ପଡ଼ୁଛି ହୋଇଅଛି ପୁଅ ଜନମ, ଘରଣୀଙ୍କ ଆଗ ଶୁଖିଲା ମୁହଁଲ ଦିଶେ କେଡ଼େ ପରସନ।
ଦଳେଇଙ୍କ ମନରେ ବହୁତ ଆନନ୍ଦ ଅଛି ଏବଂ ପୁଅ ଜନ୍ମ ହୋଇଛି। ଘରଣୀଙ୍କର ଯେଉଁ ଶୁଖିଲା ମୁହଁ ତାହା ନିଶ୍ଚିତ ଭାବରେ ଅତ୍ୟନ୍ତ ପ୍ରସନ୍ନ ପ୍ରଫୁଲ୍ଲ ଦେଖାଯାଉଛି। ଏହା କୁହାଯାଇଛି, ପୁଅ ଶୋଇଥାଏ ଏନ୍ତୁଡ଼ି ଶାଳେ ସେ, ରତ୍ନ ପ୍ରତିମାଟି ଅବା, ଅଙ୍ଗ ଦାଉ ଦାଉ ଦିଶୁଛି କେଡ଼େଲ କି ତାକୁ ଉପମା ଦେବା। ଏଇ ଯେଉଁ କୁହାଯାଉଛି ରତ୍ନ ପ୍ରତିମା ପରି ଏଇ ଏନ୍ତୁଡ଼ି ଶାଳରେ ପୁଅ ଶୋଇଛି ଏବଂ ତାର ଅଙ୍ଗ ଦାଉ ଦାଉ ଦିଶୁଛି, ତାକୁ ଉପମା ଦେବାକୁ କୌଣସି ଯେଉଁ କୁହାଯାଉଛି ବସ୍ତୁର ଅଭାବ ହେବ, ଏହା କହୁଛନ୍ତି କବି। ଧନ ସମ୍ପଦ ସେ ଭୋଗ କରିଛନ୍ତି ଦଳେଇ ଉଆସେ ନୀତି, ପୁତ୍ର ନିଧି ପାଇ ଧନ ସମ୍ପଦେଲୋ ଲୋଭ ତ ଯାଉଛି ତୁଟି। ତାଙ୍କ ଜୀବନରେ ଅନେକ ଭୋଗ କରିଛନ୍ତି କିନ୍ତୁ ଏଭଳି ଏକ ଅମୂଲ୍ୟ ନିଧି ତାଙ୍କର ନିଶ୍ଚିତ ଭାବରେ କୋଳକୁ ଆସିଛି। ସେଥିପାଇଁ ସେ ସମସ୍ତ ଲୋଭକୁ ପରିତ୍ୟାଗ କରିଦେଉଛନ୍ତି। ଧନ ଯା ଏମର୍ତ୍ତେ ବୋଲନ୍ତି ସତେ ସେ, ଦିନ ଦୁଇ କଥା ସିନା, ଲକ୍ଷ୍ମୀଙ୍କ ନିଗ୍ରହେ କୁବେର କେତେଲୋ ପିନ୍ଧୁଛନ୍ତି ଚିରା କନା। ନିଶ୍ଚିତ ଭାବରେ ଯାହାଙ୍କୁ ଯିଏ ଲକ୍ଷ୍ମୀ ଛଡ଼ା ହୁଅନ୍ତି, କୁବେର ତାଙ୍କୁ ଶତ ଚେଷ୍ଟା କଲେ ମଧ୍ୟ ସେ ଚିରାକନା ପିନ୍ଧନ୍ତି, ଏଇଭଳି ଭାବରେ ସେ କୁହାଯାଇଛି। ତେଣୁ ଏ ପୃଥିବୀରେ ଧନ ଦୁଇ ଦିନର, କେବେ ଆସେ ଆଉ କେବେ ଯାଏ। କେବଳ ଲକ୍ଷ୍ମୀଙ୍କର ଯେଉଁ କୁହାଯାଉଛି କୃପା ଦୃଷ୍ଟି ଥିଲେ ହିଁ ଧନ ଆସିପାରିବ। ଜନ ଯେବେ ଥିବ କିରତି ଅର୍ଜିବ, ଜଗତ୍ର ଘୋଷିବ ଯଶ, ଷଠି ଥିବ ଯେବେ କପାଳେ ଲେଖିଲ ମଞ୍ଚେ ଉଣା ହେବ କିସ। ସେ କହୁଛନ୍ତି ଯେ ଯଦି ଜନ ଥିବ, ଯଦି ଘରେ ପୁତ୍ର ସନ୍ତାନ ଥିବ, ତେଣୁ ତୁମର କୀର୍ତ୍ତି ଦିଗ ବିଦିଗ ନିଶ୍ଚିତ ଭାବରେ ପ୍ରଚାରିତ ହେବ। ଜଗତ୍ର ଘୋଷିବ ଯଶ ବୋଲି କୁହାଗଲା। ଷଠି ଥିବ ଯେବେ କପାଳେ ଲେଖିଲ ମଞ୍ଚେ ଉଣା ହେବ କିସ। ଯଦି ଷଠି ବୁଢ଼ୀ ଯେଉଁ କୁହାଯାଉଛି, ଯିଏ ଜନର ଦେବୀ, ଯିଏ ପୁତ୍ର ସନ୍ତାନ ନିମିତ୍ତ ଯିଏ କପାଳ ରେଖା ଲେଖିଦିଅନ୍ତି, ସନ୍ତାନମାନଙ୍କର ମଣିଷର ଭାଗ୍ୟ ରେଖାକୁ ଯିଏ ଲେଖନ୍ତି ଷଠି ବୁଢ଼ୀ, ତାଙ୍କୁ ନିଶ୍ଚିତ ଭାବରେ ଏଠାରେ ଅତ୍ୟନ୍ତ ଉଚ୍ଚ ସ୍ଥାନ ଦିଆଯାଇଛି। ଷଠି ଯେବେ ଥିବ କପାଳେ ଲେଖିଲୋ ମଞ୍ଚେ ଉଣା ହେବ କିସ। ଯଦି ଷଠି କପାଳରେ ଲେଖିଥିବ, ଏ ମର୍ତ୍ତ୍ୟପୁରରେ କିଛି ଉଣା ହେବ ନାହିଁ। ପୁଣି କୁହାଯାଇଛି, 21 ଦିନ ନାଁ ଦିଆଯିବ ଲାଗିଛି ବହୁ ସମ୍ଭାର, ବାଇଦ ମହୁରୀ ମଙ୍ଗଳ ସୋରେଲ ମିଶେ ଲୋକ କୋଳାହଳ। 21 ଦିନ ପୁତ୍ର ସନ୍ତାନର 21 ଦିନ ଅନ୍ତେ ତାର ଯେଉଁ ନାମକରଣ କରାଯିବ, ତେଣୁ ସେଥିପାଇଁ ବହୁତ ଭିଡ଼, ବହୁତ ସମ୍ଭାର ବୋଲି କୁହାଯାଇଛି। ବାଇଦ ବାଜୁଛି, ମହୁରୀ ବାଜୁଛି, ମଙ୍ଗଳ ସ୍ୱରରେ ସମସ୍ତେ କୋଳାହଳ କରୁଛନ୍ତି, ହୁଳହୁଳି ଦେଉଛନ୍ତି। ଭାଇ ବନ୍ଧୁ ଜନେ ଖୁଆଇ ପିଆଇ ଦଳେଇ କଲେ ମେଲାଣି, ଦୁଃଖୀ ଭିକାରୀଙ୍କି ଦେଲେ ସେ ତହୁଁଲ, ଘରୁ ନାନା ନିଧି ଆଣି। ଅନେକ ସମ୍ପଦ ଦୁଃଖୀରଙ୍କିକୁ ଦାନ ଦେଲେ। ଭାଇ ବନ୍ଧୁ ଜନ ପ୍ରିୟ ପରିଜନକୁ ଖୁଆଇ ପାଇ ମଧ୍ୟ ଦଳେଇ ସମସ୍ତଙ୍କୁ ବିଦାୟ କଲେ ବୋଲି କୁହାଯାଇଛି। ପୁଅ ରୂପେ ଏ ଯେ ସମ୍ପଦ ମିଳିଛି ତାତୁଲେ କିସ ସମାନ, ସେ ଲାଗି ଆଗ୍ରହେ ଦେଲେ ଦଳେଇଲ ପୁଅ ନା ଦୁଃଖୀ ଧନ। ଏଇଥିପାଇଁ କୁହାଯାଇଛି କବିତାର ଶୀର୍ଷକ ଦୁଃଖୀ ଧନ। ଯେଉଁ ସୁନାଗଡ଼ ଏହି ଅଞ୍ଚଳରେ ଦଳେଇଙ୍କର ଯେଉଁ କୁହାଯାଉଛି ଏକ ପୁତ୍ର ସନ୍ତାନ ଅନେକ ବିଳମ୍ବରେ ଜନ୍ମ ହେଲା ଏବଂ ସେ ନିଶ୍ଚିତ ସେ ଅଞ୍ଚଳର ଜଣେ ବଦାନ୍ୟ ବ୍ୟକ୍ତିତ୍ୱ ଥିଲେ ଏବଂ ଯିଏ ରାଜାଙ୍କର ଦକ୍ଷିଣହସ୍ତ ବୋଲି ବିବେଚନା କରାଯାଏ। ଅତ୍ୟନ୍ତ ଭଦ୍ର ନମ୍ର ଏବଂ ସମସ୍ତ ଦୁଃଖୀରଙ୍କୁ ସାହାଯ୍ୟ କରନ୍ତି। ତାଙ୍କ ଯଶ କୀର୍ତ୍ତି ନିଶ୍ଚିତ ରୂପେ ଚାରିଆଡ଼େ ପ୍ରଚାରିତ ହୋଇଛି ଏବଂ ତାଙ୍କର ଯେଉଁ ପୁଅଟି ହୋଇଛି ବିଳମ୍ବରେ, ଯାହା ନାଁ ସେ ଦେଇଛନ୍ତି ଦୁଃଖୀଧନ। ଏ କବିତାର ଶୀର୍ଷକ ଦୁଃଖୀଧନ ବୋଲି କୁହାଯାଏ। ଏବେ ଆସନ୍ତୁ ଏହାର ପଞ୍ଚମ ପଦକୁ ଆଲୋଚନା କରିବା। ଦିନ ଅନ୍ତେ ଦିନ ବଢ଼ି ଦୁଃଖୀଧନ ସୁନ୍ଦର ଦିଶେ ଏଭଳି, ପତପ ଚନ୍ଦ୍ରମା କଳା ପ୍ରମାଣେଲ ଆସୁଛି କିଏ ବା ବଢ଼ି। ଯେଉଁ କୁହାଯାଉଛି ଚନ୍ଦ୍ରକଳା ପରି ଶିଶୁ ଦିନକୁ ଦିନ ବଢ଼ିବାକୁ ଲାଗିଲା, ଏଇ କଥା କୁହାଗଲା। ପଢ଼ିଲା ପୁଅଟି କ୍ରମେ ପାଠ କେତେ କେତେ ଅରଜିଲା ଗୁଣ, ଯେ ଦେଖେ ଆନନ୍ଦେ ଚାହେଁ ସେ ପହରେଲୋ କରେ ମନେ ଧନ୍ୟ ଧନ୍ୟ। ଯିଏ ଚାହେଁ ପୁଅଟିକୁ ଦେଖି ଧନ୍ୟ ଧନ୍ୟ କରେ। ପୁଅଟି ଅତ୍ୟନ୍ତ କୁଳଶୀଳ ହୋଇ ସେ ପାଠ ପଢ଼ିବାକୁ ଲାଗିଲା। ଏତେ ପ୍ରଶଂସା ଯଶ ଦଳେଇଏ କିଛି ନ ପାରିଲେ ଦେଖି, ଘର ବନ୍ଧୁଜନ ପୁଅ ମୁହଁଟିଲୋ ପାଶୋରି ବୁଝିଲେ ଆଖି। ଏତେ ପ୍ରଶଂସା ଦଳେଇ ତାକୁ ଦେଖିପାରିଲେ ନାହିଁ। ଘର ବନ୍ଧୁଜନ ପୁଅ ମୁହଁଟିଲୋ ପାଶୋରି ବୁଝିଲେ ଆଖି। ତେଣୁ ଘର ବନ୍ଧୁ ପ୍ରିୟ ପରିଷଦ ଏ ସମସ୍ତଙ୍କୁ ସେ ନିଶ୍ଚିତ ଭାବରେ ଦେଖିପାରିଲେ ନାହିଁ ଏବଂ ପୁଅ ମୁହଁକୁ ମଧ୍ୟ ଦେଖିପାରିଲେ ନାହିଁ। ତେଣୁ ସମସ୍ତଙ୍କୁ ପାଶୋରି ତାଙ୍କର ଯେଉଁ ସମୟ ହୋଇଗଲା ସେ ଆଖି ବୁଝିଲେ ବୋଲି ଏହି ପଦରେ କୁହାଯାଇଛି। ପଞ୍ଚମ ପଦରେ ଦୁଃଖୀ ଧନ ମୁଣ୍ଡେ ପଡ଼ିଲା ସେ ଅନ୍ତେ, ଘରର ସକଳ ଭାର। କୁହାଗଲା ଯେତେବେଳେ ଦଳେଇଙ୍କର ମହାପ୍ରୟାଣ ହୋଇଗଲା ସେତେବେଳେ ଦୁଃଖୀ ଧନ ମୁଣ୍ଡରେ ଚଡ଼କ ପଡ଼ିଲା। ସେ କିଭଳି ଭାବରେ ଘରକୁ ସମ୍ଭାଳି ପାରିବ। ଦୁଃଖୀ ଧନ ମୁଣ୍ଡେ ପଡ଼ିଲା ସେ ଅନ୍ତେ, ଘରର ସକଳ ଭାରା, କି କରେ ଦୈବ ନ ବୁଝେ କିଛିଲ ଅତି ଅବିବେକ ପରା। ଏ ଦୈବ ଅବିବେକ
ବାପାଙ୍କର ମୃତ୍ୟୁ ପରେ ଏହି ଅବୋଧ ବାଳକ କିଭଳି ଭାବରେ ପରିବାରର ଦାୟିତ୍ୱ ନେବ ସେଥିପାଇଁ ସେ ବିଧିକୁ ନିଶ୍ଚିତ ଭାବରେ ନିନ୍ଦା କରିଛନ୍ତି, ବିଧାତାଙ୍କୁ ନିନ୍ଦା କରିଛନ୍ତି, ଅବିବେକ ବୋଲି ମଧ୍ୟ କହିଛନ୍ତି। ଦମ୍ଭେ ଦଳେଇଆଣି ସହିଲେ ମହିରେ ଗିରସ୍ତ ବିୟୋଗ ଦୁଃଖ ପଡ଼େ ନିଶିଦିନ ଚାହିଁଲେ ନେତ୍ରେଲ ବାଳୁତ କୁମର ମୁଖ। ତେଣୁ ଦମ୍ଭରେ ଦଳେଇ ଆଣି ବୋଲି କୁହାଯାଇଛି, ଦଳେଇ ଆଣି ଦଳେଇଙ୍କ ସ୍ତ୍ରୀ ଯିଏ, ତେଣୁ ସେ ବହୁତ ଦୁଃଖ ସହିଲେ। ଗିରସ୍ତ ବିୟୋଗ ଦୁଃଖ ବୋଲି କୁହାଯାଇଛି, ଅତ୍ୟନ୍ତ ଯେଉଁ କୁହାଯାଉଛି ଶୁଦ୍ଧ ଓଡ଼ିଆ ଭାଷାରେ କୁହାଯାଇଛି ତାଙ୍କ ସ୍ୱାମୀଙ୍କର ଯେଉଁ ବିୟୋଗ ହୋଇଛି ସେ ଦୁଃଖକୁ ସେ ସହିଛନ୍ତି। ତେଣୁ କେବଳ ସେ ନିଜର ପୁଅ ମୁହଁକୁ ଚାହିଁ ଦିନ କାଟିବାର ଯେଉଁ କୁହାଯାଉଛି ଚେଷ୍ଟା କରୁଛନ୍ତି। କୁମରେ ସେକୋଳେ ବସାଇ କହନ୍ତି ଯଶ ଗୁଣ ବାପାଙ୍କର ସାତ ପୁରୁଷର କୂଳ କିରତିଲ ବଖାଣି କରନ୍ତି ଗେଲ। ସେ ନିଜ ପୁଅକୁ କୋଳରେ ବସାନ୍ତି ଏବଂ ତାଙ୍କ ବାପାଙ୍କର ଯେଉଁ କୁହାଯାଉଛି ଦଳେଇଙ୍କର ଗୁଣଗ୍ରାମ ଅତ୍ୟନ୍ତ ଯଶ କୀର୍ତ୍ତିକୁ ସେ ପୁଅ ଆଗରେ ବଖାଣି ବସନ୍ତି ତାଙ୍କ ମା। ଆଉ ଏଥିପାଇଁ କୁହାଯାଇଛି ସାତ ପୁରୁଷର କୂଳ କିରତିଲ ବଖାଣି କରନ୍ତି ଗେଲ। ସାତ ପୁରୁଷର କୂଳର କୀର୍ତ୍ତିକୁ ସେ ନିଶ୍ଚିତ ଭାବରେ ନିଜ ପୁଅ ଆଗରେ କୁହନ୍ତି ଏବଂ ଗେଲ କରନ୍ତି କୁହାଗଲା। ରାଜାଏ ରାଇଜେ ପାଳି ରଖିଛନ୍ତି ପୁଅ ପରି ପରଜାଙ୍କୁ ସବୁଥିରେ ବଳ ଥାଆନ୍ତି ବାବୁରେ ତୋ ବାପା ତାହାଙ୍କ ବାହାକୁ। କୁହାଯାଉଛି ରାଜା ଏ ରାଜ୍ୟକୁ ରାଜ୍ୟର ସମସ୍ତ ଜନସାଧାରଣଙ୍କୁ ପୁଅ ପରି ପାଳିଛନ୍ତି ଏବଂ ସବୁଥିରେ ରାଜାଙ୍କର ବଳ ହେଉଛନ୍ତି ଏ ଦଳେଇ ତୋ ବାପା। ତେଣୁ ରାଜାଙ୍କର ସେ ଦକ୍ଷିଣ ବାହା ନିଶ୍ଚିତ ଭାବରେ। ବିଦେଶୀ ସୈନ୍ୟ ଆସିଥିଲେ ଥରେ ଏ ଦେଶ ଜିଣିମା ପାଇଁ ବଡ଼ ବାପା ତୋର ନଥିଲେ ବାବୁରେ ମାନ ନଥାନ୍ତା ରହି। ତେଣୁ କୁହାଗଲା ଯଦି ତୋର ବଡ଼ ବାପା ନଥାନ୍ତେ, ଯେତେବେଳେ ବିଦେଶୀ ଶାସନ ଆସିଥିଲେ ଏ ଦେଶକୁ ଆକ୍ରମଣ କରିବା ପାଇଁ, ଯଦି ତୋର ବଡ଼ ବାପା ନଥାନ୍ତେ ତାହେଲେ ମାନ ରହିନଥାନ୍ତା, ଏହି କଥା କୁହାଗଲା। ଧନୁଶର ହାତେ ପଶିଲେ ଯୁଝେ ସେ ଯୁଝିଲେ ଅତୁଲ୍ୟ ବଳେ ତ୍ରାହି ତ୍ରାହି ଡାକ ବୈରୀ ବାବୁରେ ଛାଡ଼ି ପଳାଇଲା ଡରେ। ଆମ ରାଜା ଯେବେ ଯାଆନ୍ତି ଦୂରସ୍ତେ ଜିଣିବାକୁ ଗଡ଼ ମାନ ଆମରି ପୂର୍ବ ପୁରୁଷେ ବାବୁରେ ଚାଲନ୍ତି ଯୁଝେ ସୈନ। ଏହି କଥା କୁହାଗଲା। ଯେତେବେଳେ ଆମର ରାଜା ଦୂର ଜାଗାକୁ ଯାଆନ୍ତି, ଗଡ଼କୁ ଜିଣିବା ପାଇଁ ଯାଆନ୍ତି, ଆମ ପୂର୍ବପୁରୁଷ ବାବୁ ତେଣୁ ଚାଲନ୍ତି ଯୁଝେ ସୈନ, ତେଣୁ ସୈନ୍ୟ ସାମନ୍ତ ପରି ତାଙ୍କ ସହିତ ଚାଲନ୍ତି ବୋଲି ଏହା ପ୍ରତ୍ୟାମାନ ହୁଏ। ସେ କହୁଛନ୍ତି ସେସବୁ କିରତି କୂଳ ଗୌରବ ଭାଳଇ ନୀତିମୁ ବସି କେମନ୍ତେ ଟେକିତୁ ରଖିବୁ ବାବୁରେ ନ ଜାଣୁ ବାଳୁତ କିଛି। ଏଇ ଯେଉଁ ଅତୀତର ଯଶ କୀର୍ତ୍ତି ଦଳେଇ ବାବୁଙ୍କର ଏବଂ ତାଙ୍କର ପୂର୍ବପୁରୁଷଙ୍କର, ତାଙ୍କ ମା କହୁଛନ୍ତି ଏଇ ଦୁଃଖୀଧନ ଆଗରେ ତୁ ତାଙ୍କର ସମ୍ମାନ ତାଙ୍କର ମାନ କିଭଳି ରଖି ଏ ଦୁନିଆରେ ବାଟ ଚାଲିବୁ, ସେଥିପାଇଁ ମା ଚିନ୍ତିତ ହୋଇ ପଡ଼ିଛନ୍ତି। ଏବଂ ସପ୍ତମ ପଦରେ ଯଥାକ୍ରମେ କୁହାଯାଇଛି ବସି ଦୁଃଖୀଧନ ଶୁଣୁଥାଏ ସବୁ ଭାଳଇ କିବା ମନର ଉଠି ଆସେ ଜ୍ୟୋତି ବେନି ନୟନେଲୋ କପାଳ ଦିଶେ ଉଜ୍ଜ୍ୱଳ। ମାଙ୍କର ଏ ସମସ୍ତ ବୃତ୍ତାନ୍ତକୁ ଦୁଃଖୀଧନ ବସି ଶୁଣୁଥାଏ ଏବଂ କୁହାଯାଇଛି ଦିନ ବେଳେ ପୁଅ ଖେଳେ ବୁଲେ ପଢ଼େ ଆନ କିଛି ଜାଣେ ନାହିଁ ସଞ୍ଜ ହେବା ମାତ୍ରେ ମାଙ୍କ କୋଳେଲ ବସଇ ତୁନିଟି ହୋଇ। ଦିନବେଳେ ଏଇ ପୁଅ ଯେଉଁ କୁହାଯାଉଛି ଦୁଃଖୀଧନ ଖେଳେ ଏବଂ ବୁଲେ ପଢ଼େ ମଧ୍ୟ ଆଉ କିଛି ବି ଜାଣେ ନାହିଁ, କିନ୍ତୁ ଯେତେବେଳେ ସଞ୍ଜ ବୁଡ଼ିଯାଏ ସେତେବେଳେ ସେ ମାଙ୍କ କୋଳକୁ ଫେରିଆସେ ବୋଲି ଏହି ପଦରେ କୁହାଯାଇଛି। ସରଗ ରାଇଜେ ତରା ଅକଳନ୍ତି ଦିଶୁଥାନ୍ତି ଦାଉ ଦାଉ ଆଙ୍ଗୁଠିରେ ମା ଦେଖାନ୍ତି ପୁଅରେ ବାପା ବଡ଼ ବାପା ଏହୁ। ତେଣୁ ସ୍ୱର୍ଗରେ ଯେଉଁ ତାରାମାନେ ଦାଉ ଦାଉ ଦେଖାଯାଉଥାନ୍ତି ସେହିଭଳି ଭାବରେ ମା ତାଙ୍କ ଦୁଃଖୀଧନକୁ କୋଳରେ ବସେଇ ଦେଖେଇ ଦିଅନ୍ତି ଏଇ ତାରାମାନେ ହେଉଛନ୍ତି ତୋର ବାପା ଏବଂ ବଡ଼ ବାପା। ବାପା ବଡ଼ ବାପା ଗଗନ ମଣ୍ଡଳେ ଚାହିଁ ଦେଖେ ଦୁଃଖୀଧନ କେଡ଼େ ତୋଫା ସର୍ବେ ଦିଶନ୍ତି ତାରଲୋ ଛନ୍ନ ହୋଇଯାଏ ମନ। ବାସ୍ତବିକ ବାପା ଏବଂ ବଡ଼ ବାପା ଏମାନଙ୍କୁ ଦେଖି ନିଶ୍ଚିତ ଭାବରେ ଅତ୍ୟନ୍ତ ପ୍ରସନ୍ନ ହୋଇଯାଏ ଏହି ଦୁଃଖୀଧନ ଏବଂ ତା ମନ ଆନନ୍ଦରେ ନୃତ୍ୟ କରି ଉଠେ। ଏବେ ଆସନ୍ତୁ ଏହାର ଅଷ୍ଟମ ପଦ ଆଲୋଚନା କରିବା। ମା ପୁଅଙ୍କର କାଳ କେତେ ଗଲା ସୁଖେ ଦୁଃଖେ ଏହିଭଳି କେବଳ ରାଇଜୁ ଆସିଲେ ଦିନେଲୋ ବୈରୀ ସୈନେ ମାଡ଼ି। ଏହିଭଳି ଭାବରେ ମା ପୁଅଙ୍କର ଅନେକ ଦିନ ସୁଖରେ ବିତିଗଲା, କିନ୍ତୁ ସମୟ ଆସିଲା ଯେତେବେଳେ ବୈରୀ ଅର୍ଥାତ୍ ଶତ୍ରୁ ସୈନ୍ୟମାନେ ସେ ରାଜ୍ୟକୁ ମାଡ଼ି ଆସିଲେ ଏହି ସୁନାଗଡ଼ ରାଜ୍ୟକୁ ବୋଲି କୁହାଯାଇଛି। ସେ ବୈରୀ ସେନା ବଡ଼ ପରାକ୍ରମୀ ସରି ତାଙ୍କ ତୁଲେ କାହିଁ ଗଡ଼ ମଧ୍ୟରେ ଯେବେ ପଶିବେ ଥରେଲୋ ଗତି ତ ରଖିବେ ନାହିଁ। ସେ ବଡ଼ ପରାକ୍ରମୀ ଏହି ବିଦେଶୀ ସୈନ୍ୟମାନେ, ତାଙ୍କ ସହିତ ସମାନ ଯୁଦ୍ଧ ନାହାନ୍ତି ଏହି ଗଡ଼ରେ, ତେଣୁ ଗଡ଼ ମଧ୍ୟରେ ଯଦି ସେ ପଶିବେ ତ ନିଶ୍ଚିତ ଭାବରେ ଆଉ ଗତି ନାହିଁ, ଏ କଥା କୁହାଯାଇଛି। ଜେଜ ହିଁ ଶୁଣେତା ସାରା ସୁନାଗଡ଼େ ଡରେ ହୁଏ ଥର ହର
ବୈରୀ ପାଇକ ନଳି ଶବ୍ଦ କମ୍ପେ ବଣ ପଦା ଗଡ଼। ତେଣୁ ବୈରୀମାନଙ୍କର ପାଇକ ନଳୀର ଯେଉଁ ଶବ୍ଦ ସୁନାଗଡ଼ ସମ୍ପୂର୍ଣ୍ଣ ରୂପେ ଥରହର ହୁଏ, କାରଣ ବିପଦ ମାଳି ଆସୁଛି ଏହି ସୁନାଗଡ଼ ଯେଉଁ କୁହାଯାଉଛି ଅଞ୍ଚଳକୁ। ବୈରୀ ସୈନ୍ୟ ଆସିଲେଣି ଏବେ ରାଜ୍ୟ ସାରା ଦେବେ ଧ୍ୱଂସୀ, ମାରି ରଜାଙ୍କୁ ସେ ରାଜଗାଦିରେ ଲୋ ରାଜୁତି କରିବେ ବସି। ଏହି ବୈରୀ ସୈନ୍ୟ ଯେଉଁ ଶତ୍ରୁ ସୈନ୍ୟମାନେ ବିଦେଶରୁ ଆସୁଛନ୍ତି, ତେଣୁ ରାଜ୍ୟକୁ ସେ ଧ୍ୱଂସ କରିଦେବେ, ରାଜାଙ୍କୁ ମାରିଦେବେ ଏବଂ ରାଜଗାଦିରେ ସେ ବସିବେ, ଏହି କଥା କହିଛନ୍ତି। ବୈରୀ ସୈନ୍ୟ ଅତି ପରାକ୍ରମୀ କେତାଙ୍କୁ ହୋଇବ ସରି, ଦଳେ ଇଏ ଏକା ଥାନ୍ତେ ଯେବେଲୋ ବଡ଼ାଇ ଭାଙ୍ଗନ୍ତେ ତଡ଼ି। ଏହି ବୈରୀ ସୈନ୍ୟ ଅତ୍ୟନ୍ତ ପରାକ୍ରମୀ ଏହି ସୈନ୍ୟ ସାମନ୍ତ ଯେଉଁ ଶତ୍ରୁ ଦେଶର ସୈନ୍ୟ ସାମନ୍ତ ତାଙ୍କ ସହିତ କେହି ସମାନ ହେବେ ନାହିଁ। ଯଦି ଦଳେଇ ଥାନ୍ତେ, ଯଦି ଦଳେଇ ସ୍ୱର୍ଗବାସୀ ହୋଇନଥାନ୍ତେ, ତେବେ ତାଙ୍କ ବଡ଼େଇ ଭାଙ୍ଗି ଦିଅନ୍ତେ ବୋଲି ଏହି ପଦରେ କୁହାଯାଇଛି। ଗାଁ ଗଡ଼େ ଯେତେ ଯୋଗାଳ ଚାଲିଛି ସୈନ୍ୟ ସାମନ୍ତମାନେ, ଗଡ଼େ ନ ପଶୁଣୁ ବୈରୀ ଥାଟଲ ଭାଙ୍ଗିବେ ବଡ଼ାଇ ପଣ। ତେଣୁ ଗାଁ ଗଡ଼ରେ ଏଇଭଳି ଭାବରେ ଯୋଗାଳ ଚାଲିଛି, ସୈନ୍ୟ ସାମନ୍ତମାନେ ଯେଉଁଭଳି ଭାବରେ ଗଡ଼ରେ ପୂରେଇ ଦେବେ ନାହିଁ ଏହି ବିଦେଶୀ ଶାସକମାନଙ୍କୁ, ବିଦେଶୀ ସୈନ୍ୟମାନଙ୍କୁ ତାଙ୍କ ଟାଣ ଭାଙ୍ଗିବା ପାଇଁ ଏମାନେ ମଧ୍ୟ ପଣ କରୁଛନ୍ତି ଏହି ସୁନାଗଡ଼ ଯେଉଁର ସୈନ୍ୟ ସାମନ୍ତମାନେ। ହେଲେ ରାଜାଙ୍କର ମହାଚିନ୍ତା ମନେ ଭାଳେଣି ଏମର୍ତ୍ତେ ଏକା, ଦଳେ ଇଏ ଯେବେ ବଞ୍ଚିଥାନ୍ତେ ଲୋ କିତାଙ୍କ ଥିଲାଟି ଧୋକା। ରାଜାଙ୍କ ମନରେ ଚିନ୍ତା, ଯଦି ଦଳେଇ ଥାନ୍ତେ ତାହେଲେ ତାଙ୍କର କୌଣସି ଚିନ୍ତା ନଥାନ୍ତା, ସିଏ ନିଶ୍ଚିତ ଭାବରେ ଏହି ବିଦେଶୀ ସୈନ୍ୟମାନଙ୍କୁ ବିତାଡ଼ିତ କରିଦେଇଥାନ୍ତେ ବୋଲି ଏହି ପଦରେ କୁହାଯାଇଛି। ବିଶେଷ କରି ଆମେ ଆଲୋଚନା କଲେ ଏହାର ଅଷ୍ଟମ ପଦ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଏହି ଦୁଃଖୀଧନ କବିତାଟି। ନିଶ୍ଚିତ ଭାବରେ ଏହି ଦୁଃଖୀଧନ କବିତା 19 ଗୋଟି ଷ୍ଟାଞ୍ଜା ବା ପଙ୍କ୍ତିରେ ବିଭକ୍ତ ହୋଇଛି ଏବଂ ଆମେ ଏହାର ଅଷ୍ଟମ ଷ୍ଟାଞ୍ଜା ପର୍ଯ୍ୟନ୍ତ ଆଲୋଚନା କଲେ, ପଙ୍କ୍ତି ପର୍ଯ୍ୟନ୍ତ ଆଲୋଚନା କଲେ, ଯଦି ସମୟ ମିଳେ ଅବଶିଷ୍ଟ ପଦଗୁଡ଼ିକୁ ମଧ୍ୟ କ୍ରମାନ୍ୱୟରେ ଆମେ ଆଲୋଚନା କରିବା। ବନ୍ଦେ ଉତ୍କଳ ଜନନୀ।